ବାଲେଶ୍ୱର ସହରର କାଦ୍ରାବାଦଠାରେ କାନ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବସନ୍ତ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ବାଲେଶ୍ୱର ପୌର ପରିଷଦର କାଉନସିଲର ମିତା ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ବସନ୍ତ ଉତ୍ସବ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ପ୍ରତିଟି ମଣିଷ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ ବୋଲି ବକ୍ତବ୍ୟରେ କହିଥିଲେ। ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏହି ବସନ୍ତ ଉତ୍ସବ ହିଁ ପ୍ରତ୍ୟେକ ପ୍ରାଣରେ ସ୍ୱଚ୍ଛ ତଥା ନିର୍ମଳ ଭାବନା ଭରି ଶାନ୍ତି ପ୍ରୀତି ଓ ମୈତ୍ରୀର ବାହକ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। କାଦ୍ରାବାଦ ମନ୍ଦିରରେ 24ତମ ବସନ୍ତ ଉତ୍ସବ ପାଳନ କରାଯାଉଛି। ଏହା ହୋଲି ପର୍ବରେ ପାଳନ କରାଯାଏ, ଯେହେତୁ ପିଲାମାନଙ୍କର ପରୀକ୍ଷା, ବୈଶାଖୀ ପର୍ବ ଆଉ ଯୁଦ୍ଧରେ ଆମର ପାକିସ୍ତାନ ଆଉ ଇଣ୍ଡିଆ ଭିତରେ ଯେ ଯୁଦ୍ଧ ହୋଇଥିଲା ସେଇଥିପାଇଁ ଡେରିରେ ଏ ଉତ୍ସବ କରାଯାଇଛି। ଏ ଉତ୍ସବ ଗୋଟେ ନିଆରା ଉତ୍ସବ, ତା ସାଙ୍ଗରେ ଗୋଟେ ଦୁଃଖର ବିଷୟ ଯେ ଆମର ବଡ଼ ଭାଇ ଶତପଥୀ ପ୍ରଶାନ୍ତ ଶତପଥୀଙ୍କର ଦେହତ୍ୟାଗ ହୋଇଛି, ଯାହାଫଳରେ ଆମେ ଆଜି ଦୁଃଖିତ। ତାଙ୍କ ପାଇଁ ଆମେ ନିରବ ପ୍ରାର୍ଥନା କଲୁ। ପ୍ରଭୁଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମା ଶାନ୍ତି ହେଉ। এই 24ତମ ବସନ୍ତ ଉତ୍ସବରେ ଆପଣ ସମସ୍ତେ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ। ଆଜି ମୋତେ ନିମନ୍ତ୍ରଣ କରିଥିବାରୁ ଏ କମିଟିକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏ କମିଟି ଆଗ ବର୍ଷ ସିଲଭର ଜୁବଲି ମନେଇବ, ତେଣୁ ଆଡ଼ଭାନ୍ସ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। ଯେହେତୁ କାଦ୍ରାବାଦ ନମ୍ବର 1 ନମ୍ବରରେ ରହୁ ସିଲଭର ଜୁବଲି ପାଳନ କରନ୍ତୁ। ସମସ୍ତ ସଦସ୍ୟମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଇବି ଏ ପର୍ବ ପାଳନ କରିଥିବାରୁ। ପୁଣି ତାଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଗାମୀ ବର୍ଷ ସିଲଭର ଜୁବଲି ମନେଇଥିବାରୁ ତାଙ୍କୁ ମୁଁ ଆଉ ଥରେ ସ୍ୱାଗତ ଜଣାଉଛି। ଏଠି ମୋତେ ମୋତେ ଡାକିଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ପୁଣି ଥରେ ଏ କମିଟିକୁ ସମସ୍ତ ମେମ୍ବରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆଗାମୀ ବର୍ଷରେ ସିଲଭର ଜୁବଲିର ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଉତ୍ସବ କମିଟିର ଚେୟାରମ୍ୟାନ୍ ଦେବେନ୍ଦ୍ରନାଥ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ ବସନ୍ତ ଉତ୍ସବ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କମିଟିର ଉପାଧ୍ୟକ୍ଷ ନୀଳମାଧବ ବିଶ୍ୱାଳ ଓ ସଭାପତି ରିତିକ ଜୀ ଏଥିରେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖି ପରମ୍ପରା ସହ ଯୋଡ଼ିବା ପାଇଁ ବସନ୍ତ ଉତ୍ସବ ଭଳି ନିରନ୍ତର ଆୟୋଜନ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ଏ କମିଟି এইভাবে বিভিন্ন কার্যক্রম বর্ষতমান করে। বসন্ত উৎসব আজি টিকে ডেরিরে আমি পালন করিছু, কারণ কাল বৈশাখী এবং যে পরীক্ষা যুদ্ধ এসব লাগি রহিবারু আমি বসন্ত উৎসব যে কি ঋতু মধ্যে রজা ঋতুরাজ কুহযাଏ, ଯାହାକୁ ସାରା ଧରାପୃଷ୍ଠ ଅପେକ୍ଷା କରନ୍ତି ଯେ ବସନ୍ତ ଋତୁ କେବେ ଆସିବ, ତାହାର ଆନନ୍ଦ ଉତ୍ସାହ ସେମାନେ ଉପଭୋଗ କରିବେ। ସେ ଋତୁକୁ ଆମେ ଟିକେ ଡେରିରେ ଉତ୍ସବରେ ପାଳନ କରିଛୁ, କିନ୍ତୁ ଏ ଉତ୍ସବ ଆଜି 24 ବର୍ଷ ଧରି କମିଟିର କର୍ମକର୍ତ୍ତାମାନେ ଯେଉଁ ଭାବରେ ପାଳନ କରି ଆସୁଛନ୍ତି ତା ଅତ୍ୟନ୍ତ ଗର୍ବର ବିଷୟ। ଏବଂ ଆଗାମୀ ବର୍ଷ 25 ବର୍ଷ ହେବାକୁ ଯାଉଛି ଏବଂ ସିଲଭର ଜୁବଲି ଭାବରେ ପାଳନ କରିବୁ। ତେଣୁ କରିକି ମୁଁ କର୍ମକର୍ତ୍ତାମାନଙ୍କୁ କହିବି ଅଧିକ ପରିଶ୍ରମ କରନ୍ତୁ ଏବଂ ଏକୁ ସିଲଭର ଜୁବଲିକୁ ବାଲେଶ୍ୱରରେ ସମସ୍ତଙ୍କ ଆଗରେ ସବୁଠାରୁ ବଡ଼ ଆକାରରେ ଆୟୋଜନ କରାଯାଉ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବାଶିଷ ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ବସନ୍ତ ଉତ୍ସବ କମିଟିର କାର୍ଯ୍ୟଧାରା ସମ୍ପର୍କରେ ନିଜର ଅଭିମତ ରଖିଥିଲେ। ଏହି ଅବସରରେ କମିଟି ପକ୍ଷରୁ କଟକ ଏସିପି କୃଷ୍ଣଚନ୍ଦ୍ର ସେଠୀ ଓ ସୁନାମଧନ୍ୟ ସାଇ ମ୍ୟୁଜିକ ଷ୍ଟୁଡିଓର ମୁଖ୍ୟ ଆଶିଷ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସହ ସମ୍ପାଦକ ଶଙ୍କର୍ଷଣ ପୃଷ୍ଟି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଭା ପରେ କଟକରୁ ଆସିଥିବା ମେଲୋଡି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ଯାଦୁକରୀ ସଙ୍ଗୀତ କାର୍ଯ୍ୟକ୍ରମକୁ ମନଭରି ସମସ୍ତ ଦର୍ଶକମାନେ ଉପଭୋଗ କରିଥିଲେ। କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
पूजा कर